शान्ताय सहस्रमूर्तये सहस्रपादाकिशिरर्वा सहस्रनाम्नि पुरुषाय सहस्रकोटि मन्नाथ श्री जगन्नाथ मद्गुरु आत्मा सर्वभूतात्मा तस्मै श्री गुरवे नमः। এই পবিত্র সন্ধ্যা ଶିଶୁ ଅନନ୍ତଙ୍କର ପ୍ରାଙ୍ଗଣରେ ଆମେ ସମସ୍ତେ ଏକତ୍ରିତ ହେଇଛେ। ଜୀବନର ପ୍ରତ୍ୟେକ ଦିନ ତିନୋଟି ସନ୍ଧ୍ୟା ଆମ ପାଖକୁ ଆସେ। ଆମେ ସନ୍ଧ୍ୟାକୁ ଡାକୁନା କି ଆମ ପାଖକୁ ଆସ ବୋଲି କହୁନା, କିନ୍ତୁ ସନ୍ଧ୍ୟା ଆପେ ଆପେ ଆସେ। ଗୋଟିଏ ସନ୍ଧ୍ୟା ଯଦି ଆମେ ଜୀବନରେ ଭଲ ଭାବରେ ନିଶ୍ଚଳ ମନରେ ଏକାଗ୍ରତାର ସହିତ ଯଦି କରିପାରିବା, ତାହେଲେ ସେଇ ଗୋଟିଏ ସନ୍ଧ୍ୟା ମଧ୍ୟ ତିନୋଟି ସନ୍ଧ୍ୟାର ଫଳ ପ୍ରଦାନ କରିବେ। ପ୍ରଥମ ସନ୍ଧ୍ୟା ହେଉଛି ପ୍ରଭାତ। ପ୍ରଭାତ ପରେ ଦ୍ୱିତୀୟ ସନ୍ଧ୍ୟା ହେଉଛି ମଧ୍ୟାହ୍ନ। ତୃତୀୟ ସନ୍ଧ୍ୟା ହେଉଛି ଅପରାହ୍ନ ପରେ ଯେଉଁ ସନ୍ଧ୍ୟାଟା ଆସେ। ଏ ତିନୋଟି ସନ୍ଧ୍ୟା ଆମେ ଲମ୍ବା ଲମ୍ବା ଭଜନ ପଢ଼ିକିରି ଆମେ ସନ୍ଧ୍ୟା କରିବୁ, ସେ ହେବ, ସେଇଟା ବି ହେବ। କିନ୍ତୁ ଲମ୍ବା ଲମ୍ବା ମନ୍ତ୍ର ନ ପଢ଼ି ସଂକ୍ଷିପ୍ତରେ ଯଦି ଥରେ ଯଦି ଆମେ ତାଙ୍କର ନାମ ବା ତାଙ୍କର ଧ୍ୟାନ ଯୋଗ ଏସବୁକୁ ଯଦି ଥରେ ଆମେ କରିପାରିବା, ପୁଣି ଶ୍ରଦ୍ଧାର ସହିତ କରିବା, ତାହେଲେ ସେ ତିନୋଟି ସନ୍ଧ୍ୟାର ଫଳ ପ୍ରଦାନ କରିବ। ସନ୍ଧ୍ୟା ଅର୍ଥ ହେଉଛି ଗୋଟେ ସନ୍ଧିଆନ ମୁହୂର୍ତ୍ତ। ଆପଣମାନେ ଶୁଣିଥିବେ, ଯଦି ଜୀବନରେ କିଛି ଅନୁକୂଳ କରି କୌଣସି ବନ୍ଧୁ ଘରକୁ କି ମେଡ଼ିକାଲକୁ କିମ୍ବା କୌଣସି ଗୁରୁକ୍ଷେତ୍ରକୁ ଯିବାକୁ ଇଚ୍ଛା କର, ତେବେ ସନ୍ଧ୍ୟା ସମୟରେ ଯିବାଟା ଉଚିତ ନୁହେଁ। ନିଜେ ସନ୍ଧ୍ୟା କରି ଠାକୁରଙ୍କୁ ପ୍ରଣାମ ଜଣେଇ ତାପରେ ତୁମେ ଯୁଆଡ଼େ ଯାଉଛ ଯା। ସନ୍ଧ୍ୟାନ ମୁହୂର୍ତ୍ତରେ ଯଦି ବିପଦ ଆସିଲା, ସେ ବିପଦ ଖଣ୍ଡନ ହେବା ମାନେ ଖଣ୍ଡନ ହେବା
ମାନେ ଆଦୌ ସୁନିଶ୍ଚିତ ନୁହେଁ। ତେଣୁ ବିପଦକୁ ସମ୍ପଦକୁ ଦୁଃଖକୁ ସୁଖକୁ ନିନ୍ଦାକୁ ପ୍ରଶଂସାକୁ ସବୁଗୁଡ଼ିକୁ ଯଦି ଆମେ ସମର୍ପଣ ଭାବରେ ଗୋଟିଏ ମିନିଟ୍ ଯଦି ଆମେ ଏକାଗ୍ରତାର ସହିତ ସେ ନାମକୁ କରିପାରିବୁ, ଦୁନିଆରେ ଯେତେ ନାମ ଅଛି, ଗୋଟେ ଯଜ୍ଞଶାଳାକୁ ଆପଣ ଯିବେ, ସେଠି ବ୍ରାହ୍ମଣ 4-5 ଜଣ କି 3 ଜଣ, 4-5 ଜଣ ବ୍ରାହ୍ମଣ ବସିଥିବେ, ମାଇକଟିଏ ଲାଗିଥିବ, ଅତି ଉଚ୍ଚ ସ୍ୱରରେ ସେମାନେ ତାଙ୍କର ସ୍ତବ ସ୍ତୋତ୍ର ସବୁ ଗାଆନ୍ତି। ସେ ସ୍ତବ ସ୍ତୋତ୍ରର ଗୋଟିଏ ଶବ୍ଦ ମଧ୍ୟ ବୁଝିବା କଷ୍ଟ। ସେ କ'ଣ ଗାଉଛନ୍ତି, ଯିଏ ସେ ମନ୍ତ୍ର ଜାଣିଛି ସିଏ କହିବ। ଆମକୁ ପଚାରିଲେ ଆମେ ବି କହିପାରିବୁ। ଏମିତି ଗୋଟେ କଥା କେଉଁଠି ମାନେ ସହଜ ହେଇଯାଏ, କିନ୍ତୁ ମନ୍ତ୍ର ଅନର୍ଗଳ ପଢ଼ିଲେ ବା ବହୁତ ସମୟ ଧରି ଯଦି ଆମେ ଗୁଡ଼ିଏ ମନ୍ତ୍ର ପ୍ରାର୍ଥନା ପଢ଼ିବା, ଭଗବାନ ଯେ ବା ଯେଉଁ ଅଦୃଶ୍ୟ ଶକ୍ତିକୁ ଆମେ ଆବାହନ କରିବା, ସେ ଯେ ସାଙ୍ଗେ ସାଙ୍ଗେ ଓହ୍ଲେଇ ଆସିବେ, ସେମିତି କିଛି ପ୍ରମାଣ କେଉଁଠି ନାହିଁ। ଧରନ୍ତୁ ଆମର ଭଜନ କୀର୍ତ୍ତନ ଯେଉଁମାନେ କରନ୍ତି, ସେମାନେ କେତେ ଗୁଡ଼ିଏ ଭଜନ ଗାଆନ୍ତି। ଗୋଟିଏ ଭଜନ ଗାଆନ୍ତି, ଘୋର ବନସ୍ତେ ମୃଗୁଣୀ ଡାକିଲା ହେ ଚକ୍ରପାଣି, ତା ଡାକକୁ କର୍ଣ୍ଣେ ଶୁଣି ମୃଗୁଣୀ ଦେଲ ଉଦ୍ଧାରି। ଆମେ ପଢ଼ିଲୁ, ଆମେ ତାକୁ ପଢ଼ିଲୁ, ମୃଗୁଣୀର ଅନ୍ତର୍ନିହିତ ପ୍ରାର୍ଥନା ଆମେ ତାକୁ ନିଜେ ପଢ଼ିକିରି ଲୋକଙ୍କୁ ଶୁଣେଇଲୁ। ସେ ମୃଗୁଣୀ କ'ଣ ପଢ଼ୁଥିଲା? ଘୋର ବନସ୍ତେ ମୃଗୁଣୀ ଡାକିଲା ହେ ଚକ୍ରପାଣି। ସେ କ'ଣ ଚକ୍ରପାଣି ଡାକୁଥିଲା କି ପଦ୍ମପାଣି ଡାକୁଥିଲା? ତାକୁ କ'ଣ କିଏ ଶୁଣିଛି? ଯେଉଁମାନେ ବୋଲୁଛନ୍ତି ସେ କ'ଣ ଶୁଣିକିରି ଆଇଲେ? ମୃଗୁଣୀ ଜଙ୍ଗଲରେ ଏଇ ନାମରେ ଭଗବାନଙ୍କୁ ମାନେ ପ୍ରାର୍ଥନା କରିଥିଲା, ତାକୁ କ'ଣ କିଏ ଶୁଣିଛି? କିନ୍ତୁ ଏହା ଏକ କବିର ବା ଭକ୍ତମାନଙ୍କର ଏହା ଏକ କଳ୍ପନା। ସିଏ ଡାକିଲା, ତାହେଲେ କେଉଁ ଶବ୍ଦଟିକି ଡାକିଲା? ଘୋର ବନସ୍ତେ ମୃଗୁଣୀ, ଜଙ୍ଗଲ ଭିତରେ ବାଘ ଭାଲୁ ସବୁ କେତେ ହିଂସ୍ର ଅହିଂସ୍ର ଜନ୍ତୁ ଅଛନ୍ତି। ମୃଗୁଣୀ କେଉଁ ନାମରେ ସେ ଡାକିଲା? ସେ ନାମଟି କ'ଣ? ତେଣୁ ମୋଟାମୋଟି କଥା, ପ୍ରକୃତ ସେ ଡାକିଛି, କିନ୍ତୁ ଆମେ ଯେମିତି ଗୋଟେ ଖଞ୍ଜଣି ବଜେଇ ବା ମୃଦଙ୍ଗ ବଜେଇ ତବଲା ବଜେଇ ଆମେ ଯେମିତି ଡାକୁଛୁ, ମୃଗୁଣୀ ପାଖରେ ଖଞ୍ଜଣି ନଥିଲା ନା, ଗିନି ନଥିଲା ନା,
ତବଲା ମୃଦଙ୍ଗ କିଛି ନଥିଲା। ସିଏ ତାହେଲେ କେଉଁ ଶବ୍ଦଟିକୁ ସେ ଡାକିଲା? ସେ ଶବ୍ଦଟି ହେଉଛି ଚକ୍ରପାଣି। ଘୋର ବନଷ୍ଟେ ମୃଗୁଣୀ ଡାକିଲା ହେ ଚକ୍ରପାଣି। ତା ଚକ୍ରପାଣି ବୋଲି ଯଦି ନ ଡାକିଥାନ୍ତା, ସେ ଆଉ କେଉଁ ନାମରେ ଠାକୁରଙ୍କୁ ଡାକିଥାନ୍ତା? କିନ୍ତୁ ବିଭିନ୍ନ ପଣ୍ଡିତମାନେ, ଆମ ସନାତନ ଧର୍ମରେ ତ ବହୁତ ପଣ୍ଡିତ, ନାଇଁ ସେ ଚକ୍ରପାଣି ଡାକିନି, ପଦ୍ମ ପାଣି ଡାକିଛି। କିଏ କହିବ ଗଦା ପାଣି ଡାକିଛି, କିଏ କହିବ ଆଉ କେଉଁ ପାଣି ଡାକିଛି। କିନ୍ତୁ ପ୍ରକୃତରେ ସେ ଚକ୍ରପାଣି ବୋଲି ଡାକିଛି। ମଣିଷର କେଉଁ ଚକ୍ରଟା ହେଉଛି ଚକ୍ରପାଣିଙ୍କର ଘର ବା ସ୍ଥାନ। ମଣିଷର ଯେଉଁ ହୃଦୟ ଚକ୍ର, ଏଇ ହୃଦୟ ଚକ୍ର ହେଉଛି ଚକ୍ରପାଣିଙ୍କର ମନ୍ଦିର। ହୃଦୟ ମନ୍ଦିରକୁ ଯିଏ ଚିନ୍ତା କରି ପ୍ରକୃତରେ କାୟ ବାକ୍ୟ ମନରେ ମନକୁ ଏଣେ ତେଣେ ସେଣେ ନ ପଠେଇ ଯଦି ପ୍ରକୃତରେ ତୁମେ ଡାକିବ ଏଇ ଶବ୍ଦରେ ଚକ୍ରପାଣି, ସେ ସବୁ ଚକ୍ରକୁ ପାଇବ। ସବୁ ଚକ୍ର। ଆମ ଭିତରେ କେତୋଟି ଚକ୍ର ଅଛନ୍ତି? ସହସ୍ରା ଚକ୍ର, ଲଲାଟ ଚକ୍ର, କଣ୍ଠ ଚକ୍ର, ହୃଦୟ ଚକ୍ର, ନାଭି ଚକ୍ର, ଲିଙ୍ଗ ଚକ୍ର, ଗୁହ୍ୟ ଚକ୍ର, ଏତେ ଗୁଡ଼ାକ ଚକ୍ର ଅଛନ୍ତି। କିନ୍ତୁ ହୃଦୟ ଚକ୍ରକୁ ମୁଖ୍ୟତଃ ହୃଦୟ ଚକ୍ରକୁ ଗୁରୁତ୍ୱ ଦିଅନ୍ତି। ଗୀତା ସେ କିନ୍ତୁ ସବୁ ଚକ୍ର କଥା କହିନାହାନ୍ତି, କେବଳ କହିଛନ୍ତି ହୃଦୟ ଚକ୍ରକୁ ଧ୍ୟାନ କର। ସର୍ବସ୍ୟ ଚାହଂ ହୃଦି ସନ୍ନିବେଶ। ହେ ମଣିଷ, ଆଖି ବୁଜ, ପଦ୍ମାସନ ବା ଚକାସନ କି ଶବାସନ, ଯୁଆଡ଼ୁ ଗୋଟେ ଆସନ କର। ସେ ଆସନ କରିସାରିଲା ପରେ ମନକୁ ସଂଯମ କର। ମନ ଏଣେ ତେଣେ ପଳେଇ ଯାଉଛି, ତେଣୁ ତାକୁ ଟିକିଏ ସଂଯମିତ କରି ଗୋଟିଏ ମିନିଟ୍ ନହେଲେ ବି ଅଧ ମିନିଟ୍ ଯଦି ଆମେ ହେ ଚକ୍ରପାଣି, ସେତିକିରେ ଭଗବତ ସତ୍ତା ବା ଭଗବତ ବିଭୂତି ନିଶ୍ଚିତ ଆମେ ଅନୁଭବ କରିବା। ଭକ୍ତ ଡାକିଲେ ଭଗବାନ ସବୁବେଳେ ଶୁଣନ୍ତି। ସବୁବେଳେ ଶୋଇଲା ବେଳେ ଡାକିଲେ ବି ସେ ଶୁଣନ୍ତି, କିନ୍ତୁ ଆମକୁ ସେସବୁ ଶୁଭେନି। ଆମେ ଡାକିଲେ ସେ ଶୁଣନ୍ତି, ସିଏ କିନ୍ତୁ ଯାହା ଆମକୁ କହନ୍ତି ସେଇଟା ଆମେ ଶୁଣିପାରୁ। ତେଣୁ ଜଗନ୍ନାଥଙ୍କର କାନ ନାହିଁ। ଜଗନ୍ନାଥଙ୍କର ଏଡ଼େ ବଡ଼ ମୂର୍ତ୍ତି ସବୁ ରଖିଲେ, କାନକୁ କାହିଁ ଉଠେଇଦେଲେ? ତାଙ୍କର କାନ ପ୍ରୟୋଜନ ନାହିଁ।
ମନ ଯେଉଁଠି ଅଛି, ଧ୍ୟାନ ଯେଉଁଠି ଅଛି, ସମର୍ପଣ ଭାବ ଯେଉଁଠି ରହିଛି, ସେଠି ସବୁ କଥା ଶୁଭିବ। ମନରେ ନାହିଁ କି ମାଳାରେ ନାହିଁ, ଜପି ଜପିକିରି ପାଇବି କାହିଁ। ତେଣୁ ଘୋର ବନସ୍ତ ମୃଗୁଣୀ, ଏ ଘୋର ବନସ୍ତ କେଉଁଠି? ଯେଉଁ ନିଘଞ୍ଚ ଜଙ୍ଗଲର କଥା କୁହାଗଲା, ସେଇଟା କେଉଁଠି? ତମେ ଯେଉଁଠି ରହିଛ ସେଇଠି। ତମେ ଭାବୁଥିବ ଚନ୍ଦକା ଜଙ୍ଗଲ କି ଫୁଲବାଣୀ ଜଙ୍ଗଲ, ଏ ଧରୁତାଙ୍ଗ ଜଙ୍ଗଲ, ଇଏ ସବୁ ଜଙ୍ଗଲ କିଛି ନୁହେଁ। ଏଗୁଡ଼ାକ ଗଛ ବୃକ୍ଷରେ ଆଚ୍ଛାଦିତ ହେଇଛି ପଶୁପକ୍ଷୀମାନଙ୍କ ପାଇଁ, ମଣିଷ ପାଇଁ ମଧ୍ୟ। କିନ୍ତୁ ପ୍ରକୃତ ତମେ ଯେଉଁଠି ରହିଛ, ଏଇ ଗୋଟାକ ମୋର ବେଡ଼ରୁମ୍, ଏଇଟା ମୋର କିଚେନ୍ ରୁମ୍, ଏଇଟା ମୋର ଡାଇନିଂ ରୁମ୍, ଏଇଟା ମୋର ଅମୁକ, ଇଏ ଯେଉଁଠି ତମେ ରହିଛ ସେଇ ହେଉଛି ଜଙ୍ଗଲ। ସେଇ ଜଙ୍ଗଲ ଭିତରେ ଯଦି ଆକୁଳରେ ବା ଏକାଗ୍ରତାରେ, ସମସ୍ତେ କହୁଛନ୍ତି, ସମସ୍ତେ କ'ଣ, ଅନେକ ତ କହନ୍ତି 108 ଜପ କର। ମୁଁ ବି ଜପ କରିଛି। ଆଉ ଏବେ କେଉଁ ଜପ କରୁଛି କିଏ ଦେଖୁଛ? ଜପ କରିବ, ଟିପ ଗୁଡ଼ାକ ଦର୍ଜ ହେଇଯାଉଛି, ଆଉ ଜପ କରିବ। ତେଣୁ ଯଜ୍ଞାନ ଜପ ଯଜ୍ଞସ୍ମି। ବାଟରେ ଯାଉଛ, ଅନ୍ଧାର ଆସିଲା, ବାଘ ବୋବେଇଲା, ସିଂହ ବୋବେଇଲା। ଆମେ ସବୁ ଜୀବନରେ କେତେ ଗୁଡ଼ିଏ ସ୍ଥାନ ବୁଲିଲୁଣୁ, ତାର ତ ହିସାବ ନାହିଁ। କିନ୍ତୁ ଆମେ ଦେଖିଛୁ ରାସ୍ତାରେ ବାଘ, ମହାବଳ ବାଘକୁ ଦେଖିଛୁ ଆଉ। କିନ୍ତୁ ସେ ଆମକୁ ଖାଲି ଅନେଇ ଦେଇ ପଳାଏ। ତେଣୁ ଭୟଟା ସବୁଠି ଅଛି। ତମେ ଘରେ କୋଲ ପକେଇ ଶୋଉଛ, ତାମାନେ ତମେ ନିଶ୍ଚିନ୍ତରେ ଶୋଉନା। ଗୋଟେ ଖଡ଼ଖାଡ଼ ଶବ୍ଦ ଶୁଭିଲେ ବି ମନ ଭିତରେ ଆସୁଛି, ଏ ଘର ଭିତରକୁ କିଏ ଆସିଲା କି? ତେଣୁ ଘୋର ବନସ୍ତେ ମୃଗୁଣୀ, ସେ ବନ ହେଉଛି ଆମ ଘର। ଆମେ ଯାହାକୁ ହାତ ଦେଖେଇକିରି କହୁଛୁ ଏଇଟା ଆମ ଘର। ତମ ଘର ସେଇଟା କେତେବେଳେ ହେଲା? ତମେ ଜନ୍ମ ହେଲ, 5-7 ବର୍ଷ ଗଲା, ତମକୁ ବାପ ମା ଦାଦା ଖୁଡ଼ି ଶିଖେଇଲେ ଏଇଟା ଆମ ଘର। ତାପରେ ତମେ କହିଲ ଏଇଟା ଆମ ଘର ନା ଆମ। ଏ ସଂସାର ଭିତରେ କେହି କାହାର। ଏଗୁଡ଼ାକ ଯେଉଁ ପଟା ପାଉତି କବଲାରେ ସବୁ ଲେଖା ହେଇଛି, ସେଗୁଡ଼ିକ ସବୁ ଏଗୁଡ଼ା ସବୁ ଲେଖା ହେଇଛି ଗୋଟେ ଜାଣିବା ପାଇଁ ଲେଖା ହେଇଛି ଆଉ। କିନ୍ତୁ ପ୍ରକୃତରେ ଜୀବନ ହେଉଛି ଗୋଟିଏ ସୁନ୍ଦର ଘର। ସେଇ ଜୀବନ ଘର ଭିତରେ ଆଉ ଗୋଟେ ବେଡ଼ରୁମ୍, ଆମ ରହିବା ପାଇଁ ଗୋଟେ ବେଡ଼ରୁମ୍ ଅଛି, ଶୋଇବା ଘର। ସେଇଠି ହେଉଛି ଏଇ ହୃଦୟ। ଗୀତାରେ କହିଲେ ଈଶ୍ୱର ସର୍ବଭୂତାନାଂ ହୃଦେ ସର୍ଜୁନ ତିଷ୍ଠ।
ଆଉ ତାକୁ ଯଦି ନ ଜାଣିଲ ଆଉ କ'ଣ ଜାଣିକିରି ଲାଭ ଅଛି? ସବୁ ତୁମେ ଜାଣିଗଲ। ଗୋଟାଏ ଦୁଇଟା କଥା ଜାଣି ଯାଇକିରି 100ଟା କଥା କହିଲ। ଧରନ୍ତୁ ଗୋଟେ କଥା ଆପଣମାନେ ଯେଉଁଟା ଜାଣିଛନ୍ତି, ଦେବକୀଙ୍କର ଏ ଦେବକୀ କିଏ ଥିଲେ କି ନଥିଲେ ଆମେ ତ ଜାଣିନୁ, ଯାହା ପୁରାଣରେ ଲେଖା ହେଇଛି ଆମେ ସେଇଆକୁ ପଢ଼ୁଛୁ। ଦେବକୀ ପୁଅଟିଏ ଜନ୍ମ ଦେଲେ, ତା କାନ୍ଦ କେବଳ ଦେବକୀଙ୍କି ଶୁଭିଲା, ଆଉ ସେ ଜେଲଖାନା ଭିତରେ ଯେଉଁ ପ୍ରହରୀମାନେ ଥିଲେ ତାଙ୍କୁ ଶୁଭିଲାନି? ସମସ୍ତଙ୍କୁ ଶୁଭିଛି। ଆଉ ସବୁଠାରୁ ଜଣକୁ ବେଶୀ ଶୁଭିଛି, ସେ ହେଉଛନ୍ତି ସେଇ ଚକ୍ରପାଣି। ସିଏ ଜନ୍ମ ହେଲେ, ଇଏ ତାଙ୍କୁ ମୁଣ୍ଡରେ ବସେଇ ଚାଲିଲେ। ମୁଣ୍ଡରେ ବସେଇକିରି ଚାଲିଲେ ଯମୁନା କୂଳକୁ। ଏ ଯମୁନାରେ ସେତେବେଳେ ବହୁତ ପାଣି ଥିଲା, ଏବେ ତ ଯାହା ସେସବୁ କଥା ମୁଁ କହୁନି। ତୋତେ ହିଁ ତୁ ହିଁ ରକ୍ଷା କର, କେତେ ସୁନ୍ଦର ପଦଟିଏ ଆମମାନଙ୍କ ପାଇଁ ମହାପୁରୁଷମାନେ ଦେଇଛନ୍ତି। ଆରେ ଡରୁଛୁ କାହାକୁ? ତୋତେ ହିଁ ତୁ ହିଁ ରକ୍ଷା କର, ମୁଁ ଛାର ମନୁଷ୍ୟମାନ। ମୁଁ ତତେ ମୁଣ୍ଡେଇକିରି ନେଇକିରି ଗୋପପୁରରେ ଛାଡ଼ିବି, ଏଇଟା ମୋର ବିଶ୍ୱାସ ନାହିଁ। ତୁ ନିଜକୁ ନିଜେ ରକ୍ଷା କରିବୁ। ତୁ ନିଜକୁ ନିଜେ ରକ୍ଷା କରିବୁ। ତୁ ଏତେ ବଳବାନ କୋଉଦିନ ହେଲୁ? ଜନ୍ମ ହେଲୁ ଏଇ ଅଧଘଣ୍ଟା ହେଲା, ଅଧଘଣ୍ଟା କି 45 ମିନିଟ୍ ପୂର୍ବରୁ ଜନ୍ମ ହେଇଛୁ। ଆରି ଭିତରେ ତୁ ଏତେ ବଳୁଆ ହେଇଗଲୁ, ଏତେ ବଳୁଆ ତୁ ହେଇଗଲୁ, ତୁ ନିଜେ ତତେ ରକ୍ଷା କରିବୁ। କିନ୍ତୁ ସେ ପ୍ରକୃତରେ ବଳୁଆ। ମା କ୍ଷୀର ସେ ଖାଇନାହାନ୍ତି, କେତେବେଳେ ଖାଇବେ? ଜନ୍ମ ହେଇ ପଡ଼ିଲେ ବସୁଦେବ ମୁଣ୍ଡରେ ମୁଣ୍ଡେଇକି ନେଇକିରି ଗଲେ, ଆଉ କ୍ଷୀର କେତେବେଳେ ପିଇବେ? କିନ୍ତୁ ସେ ବଳୁଆ। ସେ କୋଉ ବଳରେ ବଳୁଆ? ମାଟିର ବଳ, ପବନର ବଳ, ଜଳର ବଳ, ଅଗ୍ନିର ବଳ, ଆକାଶର ବଳ, ସବୁ ବଳକୁ ନେଇକିରି ଆସି ସେ ହେଇଛନ୍ତି ବଳବାନ। ଆଉ ତମେ କହୁଛ କ'ଣ ସେ ସାଙ୍ଗେ ସାଙ୍ଗେ ଆଇଲେ ବଳବାନ ହେଇଗଲେ? ଦେବକୀ ନେଇକିରି ବସୁଦେବ କୃଷ୍ଣଙ୍କୁ ମୁଣ୍ଡେଇକି ନେଲା ନା କୃଷ୍ଣ ବସୁଦେବକୁ ମାନେ ମୁଣ୍ଡରେ ଗଲେ? ଏଇ ଗୋଟେ କଥା ନିଜେ ଭାବେ। ବସୁଦେବ ଗୋଟେ କ'ଣ ଏତେ ବଡ଼ ପହିଲିମାନ, କୃଷ୍ଣଙ୍କ ଭଳି ମହାନ ଶକ୍ତିକୁ ସେ ପୁଣି ଗୋଟେ ମୁଣ୍ଡରେ ମୁଣ୍ଡେଇକି ନେଇପାରିଲେ? ଆମେ ସବୁ ପିଲା ହେଇଥାଉ, ଆମ ଘରେ ସବୁ ଯେଉଁମାନେ କାମ ଫାମ କରନ୍ତି, ଏଇ ଧାନ ପାଚିଗଲେ ସବୁ କଟାକଟି କରନ୍ତି। ସମସ୍ତେ 2 ଅଣ୍ଡା 3 ଅଣ୍ଡା 4 ଅଣ୍ଡା କ'ଣ ତାର ହିସାବ, ତାକୁ ସବୁ ମୁଣ୍ଡେଇକିରି କାନ୍ଧେଇକିରି ମୁଣ୍ଡେଇକିରି ଘରକୁ ଆଣନ୍ତି ଖଳାକୁ। ଆମେ ବି କହୁ ଆମକୁ ଦିଅ, ଆମେ ବି ନେଇଛୁ।
ଏ ବାବୁ ତୁମେ ନେଇପାରିବନି କାହିଁକି ଅଝଟ କରୁଛ, ଆମେ ତ ନେବୁ ଆଉ। ସିଏ ଯଦି ଦୁଇଟା ଦିଅନ୍ତି ଆମକୁ ଆଉ ଗୋଟେ ବାଦ। ତେଣୁ ବନ୍ଧାବନ୍ଧି ହେଇକି ଆଇଲୁ ଯେ ମୋଟେ 20 ପାଦ ଖଣ୍ଡେ ଆସିବା ପରେ ଇଲୋ ବୋପାର 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 କହିକି ତାକୁ କୁହାଯାଏ। ଇଏ କ'ଣ ହେଲା? ହଁ ଏତେ ଓଜନ। ତେଣୁ ଯିଏ ହେଉଛନ୍ତି ପୃଥିବୀର ବଳ, ପୁଣ୍ୟଗନ୍ଧ ପୃଥିବ୍ୟାଙ୍ଗ ତେଜତାସ୍ତୁ ଭାବ, ଯିଏ ପୃଥିବୀର ବଳ ସିଏ ତାକୁ କ'ଣ ମୁଣ୍ଡେଇକିରି ବସୁଦେବ ଆସିବେ? ସେମିତି ଗୁଡ଼ା କହୁଛନ୍ତି ନା, ସେ କ'ଣ ପ୍ରକୃତ ଆସିଥିଲେ? ଆମର ଏଇଠି ଗୋଟେ ଗାଁ ଅଛି, ତା ନା କ'ଣ ପୁଣ୍ଡିଲ। ସେଠି ଗୋଟେ ପିଲା ଥିଲା 10-12 ବର୍ଷର ପିଲାଟିଏ, ତା ନାଁଟା କ'ଣ ଭୁଲିଗଲାଣି। ସେଇ ପିଲାଟି କ'ଣ ଦିନେ ଏମିତି ତାକୁ ହେଲା ଶିଶୁ ଅନନ୍ତ ବଳରାମ ଏମିତି ହେଲେ, ତାକୁ ଯୋଉ ଗୁଡ଼ାଏ ଲୋକ ପରୀକ୍ଷା କଲେ ସତରେ କ'ଣ ଏ ଶିଶୁ ଅନନ୍ତ? ହେ ପିଲା, ଏବେ ବି ତା ପରିବାର ସମସ୍ତେ ଆଶ୍ରମକୁ ଆସୁଛନ୍ତି। ଏଇ ଯେଉଁ ନଈ ଦେଖୁଛ, ନଈର ଯେଉଁ ଧାରଟା ଏଇଟା ବହୁତ ଗଭୀର। ସେଇ ବାଟରେ ଆମକୁ ନେଇକି ତୁ ଯାଇପାରିବୁ? ମୋଟେ ଆଣ୍ଠିଏ ପାଣି ଯଦି କରିପାରିବୁ ତାହେଲେ ଆମେ ଯିବୁ। କ'ଣ ସମସ୍ତେ ବୁଡ଼ିକିରି ମରିବୁ? ତା ନାଁ ହେଉଛି ଶିବ। ସିଏ ପିଲାର ବିଶ୍ୱାସ ଏତେ ସୁଦୃଢ଼, ସିଏ କହିଲା ହଁ ଏଇ ବାଟରେ ଯିବା। ସବୁ ଯାକ ସେଇ ବାଟରେ ଗଲେ, ଗାଁ ଯାକ ପୁଅ ଝିଅ ବୁଢ଼ା ବୁଢ଼ୀ ଯିଏ ଥିଲେ ସବ ନେଇଗଲେ ଗୋଟେ ଆଣ୍ଠିଏ ପାଣି। ଆଉ ସେ ପିଲାଟି ଅନେକ ଦିନ ରହିଲା। ଆଶ୍ରମ ଜୀବନଯାପନ ତାକୁ କରେଇ ଦେଲେନି ତାଙ୍କ ବାପ ମା। ସେଟା ନିଜେ ଆଶ୍ରମ ବୁଝି ନାହାନ୍ତି, ସେ କ'ଣ ଆଶ୍ରମକୁ ପଠେଇବେ? ଜବରଦସ୍ତି ବାହାଘର କଲେ। ଏବେ ବି ତାର ପୁଅଟିଏ ଝିଅଟିଏ। ମାତ୍ର କ'ଣ ମୋତେ ଲାଗେ 30-35 ଖଣ୍ଡ ହେବ କି କ'ଣ ଗୋଟେ ହେଲା, ଦୁନିଆରୁ ଚାଲିଗଲା। ଆଉ ଏତେ ସୁନ୍ଦର ପିଲା ଏବଂ ଏତେ ତା ଭିତରେ ସେ ବଳଟା ଆଇଲା କେଉଁଠୁ? ଆଣ୍ଠିଏ ପାଣିରେ ସେ ନେଇଗଲା, ସେ ବଳଟା ଆଇଲା। ତେଣୁ ସବୁ ବଳ ହିଁ ଆମମାନଙ୍କ ଆମର ଗୋଟାଏ ପାଦ ବି ଚାଲିବା ପାଇଁ ଆମ ପାଖରେ ବଳ ନାହିଁ। ଗୋଟିଏ ବଳ, ସେ ହେଉଛନ୍ତି ବଳଦେବ ବା ଭଗବାନ କୃଷ୍ଣ। ଯିଏ କୃଷ୍ଣ ସେଇ ହେଉଛନ୍ତି ବଳଦେବ। ସେ ଖାଲି ଲୀଳା ପାଇଁ ସିଏ ଗୋଟେ ବଇଁଶୀ ଧରିଛନ୍ତି, ଇଏ ଗୋଟେ ହଳ ରଙ୍ଗର ଧରିଛନ୍ତି। ତେଣୁ ଇଏ କିନ୍ତୁ ପ୍ରକୃତରେ ତାଙ୍କରି କୃପାର ବଳରେ ନନ୍ଦ ଗଲେ, ପୁଅକୁ ରଖିଲେ, ଝିଅକୁ ନେଇକି। ଆଉ ଝିଅଟାକୁ ନେଇକିରି ଯଦି ଆସିବେ, ଏ ତ ବହୁତ ମୁସ୍କିଲ କଥା, ବହୁତ ମୁସ୍କିଲ କଥା। ତାମାନେ ସେ ସମୟରେ ଝିଅ ଜନ୍ମକୁ ଯେମିତି ଆଜିକାଲି ପୁଅଟିଏ ଜନ୍ମ ହେଲେ ବହୁ ପ୍ରକାର ଖାଦ୍ୟ ପେୟ ଅମୁକ ରମୁକ ବିକଳି କର, ରସଗୋଲା ଆଣ, ସେ ଆଗେ କର। କିନ୍ତୁ ଝିଅଟିଏ ହେଲେ ବରା ନାହିଁ ନା ପିଆଜି ନାହିଁ କି ବାଇଗଣ ନାହିଁ। ତେଣୁ ଏଇ ଓଇଖିନା ଏମିତି ଗୋଟେ ସମୟ ପଡ଼ିଛି, ପ୍ରତ୍ୟେକ ଦିନ କିଛି ପନ୍ଧା ଧରିକି କେତେକ ଆଉଛନ୍ତି, ସମସ୍ତଙ୍କର ଗୋଟିଏ ସମୟ ପୁଅ ବାହାଘର ହେଇପାରୁନି।
ଆଉ କିଏ କହୁଛି ମୋର ବା ବାବା ଝିଅ ବାହାଘର ହେଇପାରୁନି। ମୁଁ କହିଲି ସେ ପୋର୍ଟଫୋଲିଓ ମୋ ପାଖରେ ନାହିଁ। ସିଏ ତାଙ୍କ ପୁଅ ଝିଅ ସବୁ ତାଙ୍କର ପାଠ ପଢ଼ିଲା ବେଳଠାରୁ ସବୁ ତାଙ୍କର ଠିକ୍ ଠାକ୍ କରିଦେଇଛନ୍ତି। ଆମକୁ ପଚାରିଲେ ଆମେ କ'ଣ କରିବୁ? ତେଣୁ ପ୍ରକୃତରେ ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାହାରି। ଧାରଣ କରିଛି ଯିଏ ନଉଛି ମଧ୍ୟ ସିଏ ନିଜେ ନଉଛି, ନିଜ ଶକ୍ତି ବଳରେ ନଉଛି। ନନ୍ଦ ମନ୍ଦିରରେ ରଖିଛି, ପୁଣି ଫେରି ଆଇଛି ମଥୁରାକୁ। ଆଉ ଝିଅକୁ ନେଇକରି ପଳେଇ ଆସିଲା। କେଉଁ ବାପ ମା ଝିଅକୁ ଦେଇଦେବେ? ବର୍ତ୍ତମାନର ବାପ ମା ସେ ନୁହନ୍ତି, ସିଏ ହେଉଛନ୍ତି ନନ୍ଦ ଆଉ ଦେବକୀ ଆଉ ବସୁଦେବ। ଇଏ ଦେବକୀ ବସୁଦେବଙ୍କ ଜଗତରେ ଏ ପ୍ରକାର ଅନ୍ୟାୟ କେବେ ବି ନଥିବ, ଆଜି ବି ନାହିଁ, କେବେ ବି ରହିବନି। ନଥାଉ ପଛେ ପାଖରେ ଧନ, ମନରେ ଅଛି ବଳ, ମନର ବଳେ କରିପାରେ ମୁଁ ଦୁନିଆ ତଳନ। ତେଣୁ ଆମେମାନେ ମନର ବଳକୁ ଆଗେ ପ୍ରଥମେ ନ ଜାଣିକିରି ଆମେ କେବଳ ମାତିଛୁ ବାହ୍ୟ କଥା, କିନ୍ତୁ ମନର ବଳ ଆମ ପାଖରେ ନାହିଁ। ଧନ ବଳ ଥାଇପାରେ, କିନ୍ତୁ ମନ ବଳ ନାହିଁ। ତେଣୁ ମନ ଯଦି ଏକାଗ୍ରତା ପୂର୍ଣ୍ଣ ହେବ, ମନରେ ଯଦି ସାହସ ଆସିବ, ତାହେଲେ ଅସମ୍ଭବ କଥା ମଧ୍ୟ ସମ୍ଭବରେ ପରିଣତ ହେବ। ଆପଣମାନେ ଭାବୁଥିବେ ବାବା ଗୋଟାଏ ନୂଆ ଢାଞ୍ଚାରେ କହୁଛନ୍ତି, ମୋର ସବୁ ସେଇ ନୂଆ ଢାଞ୍ଚାରେ ମୁଁ ପଢ଼େ। ମୁଁ ଅନେକ କଥାକୁ ଗ୍ରହଣ କରିପାରେ ନା। ମୁଁ ଜଣଙ୍କୁ ହିଁ ଗ୍ରହଣ କରେ ମୋର ଗୁରୁ। ମୁଁ ଜଣଙ୍କୁ ହିଁ ଗ୍ରହଣ କରେ, ସେ ହେଉଛନ୍ତି ମୋର ଗୁରୁ। ଗୁରୁ ହୁଏତ 3 ଜଣ ହେଇପାରନ୍ତି, କିନ୍ତୁ ଗୁରୁ ତ ଆଉ ଦ୍ୱିତୀୟ ଲୋକ ହେଲେ ଠାକୁର। ଏଇ 2ଟି ଲୋକଙ୍କୁ ମୁଁ ଆଶ୍ରା କରି ଆଜି ପର୍ଯ୍ୟନ୍ତ ଚାଲିଛି। ଶେଷରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ବର୍ଷା ଦିନ, ଆଉ ବର୍ତ୍ତମାନ ଗଛର ଆବଶ୍ୟକ ରହୁଛି। ତେଣୁ ସମସ୍ତେ ଲାଗି ପଡ଼ି, କିଏ 5ଟି ହେଉ, କିଏ 3ଟି ହେଉ, କିଏ 2ଟି ହେଉ, ସମସ୍ତେ ବୃକ୍ଷ ଲଗେଇବେ ଆଉ ବଞ୍ଚେଇବେ। ସେଇ ଗୋଟିକ ହେଉଛି ପ୍ରକୃତରେ କୃଷ୍ଣଙ୍କର ପୂଜା। କଥାଟି ଏଇଠି ରଖିବା।